ଏବେ ଯାଇ थिएटर ଦେଖନ୍ତୁ थिएटर ମାନେ ଯୋଉ ପିଲାମାନେ ଭଲ ପାଉଥିଲେ କି ବ୍ରେକଅପ୍ର ଥିଲେ ଦେଖନ୍ତୁ ଯାଇକି ସେମାନେ କାନ୍ଦିକି ମାନେ ତଳେ ଗଡୁଛନ୍ତି କହିତେ ଗଲେ। ତ ମୁଁ କୋଉ ମୁଭି ବିଷୟରେ କହୁଛି ଆପଣମାନେ ଭଲ ଭାବରେ ଜାଣି ସାରିଥିବେ ମୁଁ ସାୟରା ମୁଭି ବିଷୟରେ କହୁଛି। ତ ସାୟରା ମୁଭି ବହୁତ ବଢ଼ିଆ ହେଇଛି, ବହୁତ ସୁନ୍ଦର ଲଭ୍ ଷ୍ଟୋରି ଏବଂ କଣ ଦେଇବେଟା ସୁନିଶ୍ଚିତ କାହିଁକି ନା ଏଥିରେ ଯେଉଁ ହିରୋ ଅଛନ୍ତି ଆଉ ହିରୋଇନ୍ ଅଛନ୍ତି ନୂଆ ଷ୍ଟାରକାଷ୍ଟ, କିନ୍ତୁ ଦୁଇ ଜଣଙ୍କର ଚେହେରା ପୁରା ଆପଣ ଦେଖିବେ ଯେମିତି ସେମାନେ କିଛି ଜାଣିନାହାନ୍ତି। ଆଖିରେ ପୁରା ଆକ୍ଟିଂ କରୁଛନ୍ତି, ଟୋଟାଲ ମାନେ ମୁହଁର ଆକ୍ଟିଂ କମ୍ ଆଖିର ଆକ୍ଟିଂ ବେଶୀ ଏଥିରେ। ଆଉ ମୁଁ କହିବି ଯେଉଁ ହିରୋ ଯିଏ କରୁଛନ୍ତି ଆପଣ ଦେଖିଥିବେ ମୁଭି ସନମ ତେରି କସମରେ ଯେଉଁ ହିରୋଇନ୍ ଥିଲା ସିଏ ଦେଖିବେ ମ୍ୟାକ୍ସିମମ୍ ଟାଇମ୍ କାନ୍ଦୁଥିଲା, ମାନେ ଆଉ କିଛି ଦିନ ଆଗରୁ ଆସିଥିଲା କିନ୍ତୁ ସିଏ ବି ଠିକ୍ ଥିଏଟରରେ ମାନେ କାନ୍ଦୁଥିଲେ। ଦର୍ଶକ ମାନେ ଯେଉଁ ପିଲାମାନେ ଯାଇଥିଲେ ସବୁ କି ଯେଉଁମାନେ ଦେଖିଥିଲେ ସେମାନେ କାନ୍ଦୁଥିଲେ, ଯେଉଁ ବ୍ରେକଅପ୍ ହେଇଥିବା ପିଲାମାନେ କି ଯିଏ ବି ସେମାନେ ଦେଖିଥିଲେ କାନ୍ଦୁଥିଲେ। ଏଥିରେ ଠିକ୍ ସେଇଭଳି, ସେଥିରେ ଝିଅ କାନ୍ଦୁଥିଲା, ଏଥିରେ ମାନେ ପୁଅ କାନ୍ଦୁଛି। ଆହାନ ପାଣ୍ଡେଙ୍କ ଆକ୍ଟିଂ ଦେଖନ୍ତୁ, ଯେଉଁ କ୍ରିସ୍ ହେଇଛନ୍ତି କ୍ରିସ୍ ଆପଣ ଦେଖିଥିବେ କ୍ରିସ୍ ଯିଏକି ଉଡ଼ୁଛି ଆକାଶରେ ଉଡ଼ି ଉଡ଼ି ମାନେ ଭିଲିଆନମାନଙ୍କୁ ମାରୁଛି, କିନ୍ତୁ ଏଥିରେ ଦେଖିବେ କ୍ରିସ୍ କନ୍ଦେଇ କନ୍ଦେଇକି ବ୍ରେକଅପ୍ କି ଭଲ ପାଉଥିବା ପିଲାମାନଙ୍କୁ ମାରୁଛି। ମୁଭିର ଲାଷ୍ଟରେ ଯେଉଁ ଗୀତ ଆସିବ ତ ଆପଣ ଗୀତ ଆସିଗଲା ମାତ୍ରେ ଆପଣ କାନ୍ଦିଯିବେ। ଗୀତଟି ଏତେ ସୁନ୍ଦର ହେଇଛି, ଆପଣ ଗୀତ ଆସିବା ଟାଇମରେ ଆପଣ କାନ୍ଦିବେ ସୁନିଶ୍ଚିତ। ଯେଉଁମାନଙ୍କର ବ୍ରେକଅପ୍ ହେଇଛି କି ଯେଉଁମାନେ ଭଲ ପାଉଛନ୍ତି 18ରୁ 25 ବର୍ଷର ପିଲାମାନେ କାନ୍ଦିବାଟା ସୁନିଶ୍ଚିତ ମ୍ୟାକ୍ସିମମ୍। ମାନେ ପୁରା ଆଶ୍ଚର୍ଯ୍ୟ ଭଳିଆ, ମାନେ ବହୁତ ବଢ଼ିଆ ଆକ୍ଟିଂ ହେଇଛି। ତାଙ୍କର ଯେଉଁ ରୋଲ୍ କରିଛନ୍ତି ପୁରା ମାନେ ଜବରଦସ୍ତ ରୋଲ୍ କରିଛନ୍ତି, ପୁରା ଆଖିରେ ରୋଲ୍ କରିଛନ୍ତି। ବହୁତ ବଢ଼ିଆ ଲାଗିଲା, ଖୁସି ଲାଗିଲା। ମାନେ ମୁଭିଟି ମୁଁ ଆସିଲାନି ଥିଏଟର ମୁଁ ଦେଖିପାରିନି, କିଛି ପ୍ରୋବ୍ଲେମ୍ ଯୋଗୁଁ ଦେଖିପାରିଥିଲିନି, କିନ୍ତୁ ମୁଭିଟି ବହୁତ ବଢ଼ିଆ ଲାଗିଲା। ମାନେ ଯେଉଁମାନେ ଆକ୍ଚୁଆଲି ବ୍ରେକଅପ୍ କି ଭଲ ପାଉଥିବେ ସେମାନେ ତ ଏ ମୁଭି ତାଙ୍କ ପାଇଁ ପୁରା ଆଉ କହିବାର କିଛି ନାହିଁ। କିନ୍ତୁ ଠିକ୍ ସେଇଭଳି ଗୋଟିଏ ମୁଭି ମୁଁ କହିବି, ଏଇ ଠିକ୍ ମେମୋରି ଲସ୍ ଟାଇପ୍ର ମୁଭି। ଆଉ ସେ ମୁଭି ୟୁଟ୍ୟୁବରେ ଆଭେଲେବୁଲ୍ ରହିଛି ଏବଂ ଆପଣ ଦେଖିପାରିବେ, ତାକୁ ଦେଖି ମଧ୍ୟ ଆପଣ କାନ୍ଦିବେ ନିଶ୍ଚୟ। ତ ମୁଁ କେଉଁ ମୁଭି କଥା କହୁଛି ଦେଖନ୍ତୁ, ଦିଲ୍ ଧଡ଼କ ଧଡ଼କ ଗୋଟେ ମୁଭି ଅଛି, ଯାଇକି ଦେଖନ୍ତୁ। ସାଇ ପଲ୍ଲବୀ ଆଉ ସର୍ବାନନ୍ଦ ଏଥିରେ ହିରୋ, ଆଉ ସାଇ ପଲ୍ଲବୀ ଏଥିରେ ହିରୋଇନ୍ ଅଛନ୍ତି। ସେଥିରେ ସାଇ ପଲ୍ଲବୀଙ୍କ ଆକ୍ଟିଂ ଦେଖିବେ ଆପଣ, ଠିକ୍ ଏଇଭଳିଆ ମେମୋରି ଲସ୍ ମୁଭି କିନ୍ତୁ ଭଲ ପାଇବା ମୁଭି। ଦେଖନ୍ତୁ ତାପରେ ମୋତେ କମେଣ୍ଟରେ ଜଣେଇବେ। ଆଉ ଯେଉଁ ସାୟରା ମୁଭି ଦେଖିଲେ ଏଥିରେ 2-3ଟା ମୁଭିର ମୋତେ ଟିକେ ମିକ୍ସ ଲାଗିଲା, କିନ୍ତୁ ସେ କଥା ବାଦ ଦିଅନ୍ତୁ। ମହେଶ୍ୱରୀଙ୍କର ମୁଭି ଆଶିକି 2 କି ଯାହା ବି ବନେଇଛନ୍ତି ବହୁତ ବଢ଼ିଆ ବନେଇଛନ୍ତି। ଆଉ ଏ ମୁଭି ବି ଟିକେ ମିକ୍ସ ଲାଗିପାରେ କିନ୍ତୁ ବହୁତ ବଢ଼ିଆ ଲାଗିଲା। ଏବଂ ମୁଁ କହିବି ଯେଉଁ ମେମୋରି ଲସ୍ଟା, ମୁଁ ପ୍ରଥମେ ମେମୋରି ଲସ୍ ଟାଇମ୍ ଯେଉଁ ମୁଭିର ଯେଉଁ ଟାଇମ୍ରେ ଆସିଲା ମୋତେ ଠିକ୍ ଲାଗିଲା ସେ ସାଉଥ୍ର ମୁଭିଟାକୁ ସେ କି କପି ପଳେଇ ଆସିଲା କି ସେଇଭଳି ଲାଗିଲା, କିନ୍ତୁ ସେଥିରେ ଟିକେ ଅଲଗା ଅଛି, ଏଥିରେ ଅଲଗା ହେଇଛି। ଲାଷ୍ଟ ଟାଇମ୍ ଆଡ଼କୁ ଅଲଗା ମାନେ ଅଲଗା ହେଇଯାଇଛି। କିନ୍ତୁ ସେ ମୁଭିଟା ଦେଖିବେ, ଦେଖି ସାରିଲା ପରେ ମୋତେ କମେଣ୍ଟରେ ଜଣେଇବେ, କମେଣ୍ଟ ବକ୍ସରେ ନିଶ୍ଚୟ ଜଣେଇବେ ଯେ ସେ ମୁଭିଟି ବି ଆପଣଙ୍କୁ କେମିତି ଲାଗିଲା। ସେ ମୁଭିର ନାମ ହେଉଛି ଦିଲ୍ ଧଡ଼କ ଧଡ଼କ, ଆଉ ଥରେ କହିଦେଲି। ଆଉ କହିବା କିଛି ନାହିଁ। ଆଉ ଗୋଟିଏ ଟିଭି ଆସିବା ଯେଉଁ ଟ୍ରେଲର ଆସୁଛି, ଜବରଦସ୍ତ ଟ୍ରେଲର, ଯେଉଁଟା ଅଗଷ୍ଟରେ ରିଲିଜ୍ ହେଉଛି। ମୁଁ ଜାଣିସାରିଥିବେ ମୁଁ କେଉଁ ମୁଭି ଟ୍ରେଲର କଥା କହୁଛି, ଯେଉଁଟାକି ୱାର୍ 2। ତ ନିଶ୍ଚୟ ତା କମେଣ୍ଟଟା ଆସିଲା ପରେ ତା ରିଭ୍ୟୁ ଦେବା। କିନ୍ତୁ ଆପଣ ସାୟାରେ ଦେଖନ୍ତୁ, ମୁଁ କହିବି ତା ସହିତ ଯେଉଁ ୟୁଟ୍ୟୁବରେ ଆଭେଲେବଲ୍ ହେଉଛି ଦିଲ୍ ଧଡ଼କ ଧଡ଼କ, ଏ ମୁଭିଟା ବି ଦେଖନ୍ତୁ। ତାପରେ ମୋତେ ଜଣେଇବେ କେମିତି ଲାଗୁଛି। ଆପଣଙ୍କୁ ଯଦି ଭିଡ଼ିଓ ଗୁଡ଼ିକ ଭଲ ଲାଗୁଛି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ। ଏମିତି ନୂଆ ଭିଡ଼ିଓ ଆପଣଙ୍କ ପାଖରେ ଅତି ଶୀଘ୍ର ପହଞ୍ଚି ପାରିବ। ରହୁଛି ବାଏ, ପୁଣି ଦେଖା ହେବ ଗୋଟିଏ ନୂଆ ମୁଭି କି ନୂଆ ଟ୍ରେଲରର ରିଭ୍ୟୁରେ।